ଭଗ ଢମାଳି ଆସ ଗୀତ ଗାଇବା ପ୍ରଥମ ଭାଗ ଶିଶୁ ପ୍ରାରମ୍ଭ ଶ୍ରେଣୀର। ରାତି ପାଇଲା ସକାଳ ହେଲା ରାବିଲା କା କା, ପକ୍ଷୀଟି ଅଟେ କଳା ରଙ୍ଗର କହିଲ ତାର ନାଁ। ହଁ ପିଲାମାନେ, ଏହାର ଉତ୍ତର କ'ଣ ହେବ? ସକାଳୁ ଆମକୁ ବିଛଣାରୁ ନିଦ୍ରାରୁ କିଏ ଉଠାଏ? ଏହାର ଉତ୍ତର ହେବ କାଉ। କାଉ କା କା ରାବ କରି ଆମକୁ ଉଠାଏ ନା? ହଁ। ଧଳା ରଙ୍ଗର ପକ୍ଷୀଟିଏ ପୋଖରୀ କୂଳରେ ବସିଥାଏ। ଧଳା ରଙ୍ଗର ପକ୍ଷୀଟିଏ ପୋଖରୀ କୂଳରେ ବସିଥାଏ। ପାଇଗଲେ ମାଛଟିଏ ଥଣ୍ଟରେ ଧରି ଉଡ଼ିଯାଏ। ଏହାର ଉତ୍ତର ହେବ ବଗ। ବଗ ଧଳା ରଙ୍ଗର ଏବଂ ମାଛ ଖାଇବାକୁ ଭଲ ପାଏ। କଳା ମୁହଁ ତାର ହାତ ଖଣ୍ଡିଆ, ଭଉଣୀ ସୁଭଦ୍ରା ଭାଇ ବଳିଆ। କଳା ମୁହଁ ତାର ହାତ ଖଣ୍ଡିଆ, ଭଉଣୀ ସୁଭଦ୍ରା ଭାଇ ବଳିଆ। ପୁରୀରେ ଦେଉଳ ତାର, ସେ ଆମ ବଡ଼ ଠାକୁର। ଆଚ୍ଛା ପିଲା, କହିଲ ଉତ୍ତର ତାର। ଉତ୍ତର କ'ଣ ହେବ? କିଏ ଆମର ବଡ଼ ଠାକୁର? କିଏ? ଜଗତର ନାଥ ଜଗନ୍ନାଥ। ଜଗନ୍ନାଥ ଆମର ବଡ଼ ଠାକୁର ନୁହେଁ? ହଁ। ହମା ହମା କରି ରଡ଼ି ଛାଡ଼ଇଁ, ଆମ ପାଇଁ ସିଏ କ୍ଷୀର ଦିଅଇଁ। ହମା ହମା କରି ରଡ଼ି ଛାଡ଼ଇଁ, ଆମ ପାଇଁ ସିଏ କ୍ଷୀର ଦିଅଇଁ। ଲାଞ୍ଜ ଗୋଟିଏ ତା ଗୋଡ଼ ଚାରୋଟି, କହିପାରିବ କି ତାର ନାମଟି? କ'ଣ ପିଲାମାନେ? କିଏ? ନା, ଗାଈ। ଗାଈର ଲାଞ୍ଜ ଅଛି, ସେ କ୍ଷୀର ଦିଏ ଏବଂ ତାର କେତୋଟି? ଚାରୋଟି ଗୋଡ଼। ସେ କିଏ ଯେ ଦିନ ଯାକ ଶୁଏ, ଅନ୍ଧାର ରାତିରେ ଭୋ ଭୋ ଭୁକି ଆମ ଘର ଜଗୁଥାଏ। ଉତ୍ତର ହେବ କ'ଣ? ନା, କୁକୁର। କୁକୁର ଭୋ ଭୋ ଭୁକେ ଏବଂ ଆମ ଘର ରାତିରେ ଜଗେନି? ହଁ। ସେ କିଏ ଯେ ଜୋର ଦୌଡ଼ୁଥାଏ। ସେ କିଏ ଯେ ଜୋରେ ଦୌଡ଼ୁଥାଏ। ଗାଜର ମୂଳା ଘାସ ଖାଇବାକୁ ତାକୁ ଭଲ ଲାଗିଥାଏ। କହିଲେ କିଏ? କିଏ ଜୋରରେ ଦୌଡ଼େ, ଘାସ ମୂଳା ଏବଂ ଗାଜର ଖାଇବାକୁ ବହୁତ ଭଲ ପାଏ? କିଏ ପିଲାମାନେ? କିଏ କହିପାରିବ? ହଁ, ଏହାର ଉତ୍ତର ହେଉଛି କ'ଣ? ଠେକୁଆ। ଠେକୁଆ ଗାଜର ମୂଳା ଘାସ ଖାଇବାକୁ ଭଲ ପାଏନି ଏବଂ ସେ ଦ୍ରୁତ ଗତିରେ ଦୌଡ଼ିପାରେ ମଧ୍ୟ। ହଁ। ସେ କିଏ ଯିଏ ଶାଗୁଆ ଦିଶୁଥାଏ। ସେ କିଏ ଯିଏ ଶାଗୁଆ ଦିଶୁଥାଏ। ନାଲିଆ ଥଣ୍ଟରେ ଚଣା ଖାଇ ମିଟୁ ମିଟୁ ଡାକୁଥାଏ। ପିଲାମାନେ ନିଶ୍ଚିନ୍ତ କହିଦେବେ, ମିଟୁ ମିଟୁ କିଏ ଡାକେ? କିଏ ମିଟୁ ମିଟୁ ଡାକେ ସବୁବେଳେ? ଏହାର ଉତ୍ତର କ'ଣ ପିଲାମାନେ? ଏହାର ଉତ୍ତର ହେବ ଶୁଆ। ଶୁଆ ମିଟୁ ମିଟୁ ଡାକେନି ଏବଂ ଶାଗୁଆ କଲର, ନାଲିଆ ଥଣ୍ଟ ମଧ୍ୟ ତାର। ଚାରୋଟି ଗୋଡ଼ ଲାଞ୍ଜ ଗୋଟିଏ, ଗଣେଶଙ୍କ ବାହନ ସିଏ। ଚାରୋଟି ଗୋଡ଼ ଲାଞ୍ଜ ଗୋଟିଏ, ଗଣେଶଙ୍କ ବାହନ ସିଏ। ଗାତରେ ରହେ ବିଲେଇ ଦେଖିଲେ ସେ ଡରିଯାଏ। କିଏ ପିଲାମାନେ? ଗଣେଶଙ୍କ ବାହନ କିଏ? ପିଲାମାନେ ସ୍କୁଲରେ ଦେଖିନ ଗଣେଶଙ୍କ ବାହନ କିଏ? ଗଣେଶଙ୍କ ବାହନ ହେଉଛି କିଏ? ନା, ମୂଷା। ଏହାର ଉତ୍ତର ମୂଷା। ତାର ଚାରିଟା ଗୋଡ଼, ଲାଞ୍ଜ ଗୋଟିଏ। ମୂଷା କୋଉଠି ରହେ? ଗାତରେ ରହେ। କାହାକୁ ଦେଖିଲେ ସେ ଡରିଯାଏ? କାହାକୁ? ବିଲେଇ ଦେଖିଲେ ମୂଷା ଡରିଯାଏନି? ହଁ। ହାତରେ ହାତୁଡ଼ି ନିଆଣ ଧରି, ଶାଳରେ ବସି କାଠ କାଟଇଁ।
ହାତରେ ହାତୁଡ଼ି ନିଆଣ ଧରି ଶାଳରେ ବସି କାଠ କାଟଇ ଖଟ ପଲଙ୍କ ଲଙ୍ଗଳ ଗଢ଼ି କାଠରେ କାମ ସବୁ କରଇ। କିଏ ପିଲାମାନେ? ଆଚ୍ଛା ପିଲାମାନେ, ଆମ ଘରେ ଖଟ ପଲଙ୍କ ଟେବୁଲ ଚେୟାର କାଠରେ କିଏ ତିଆରି କରନ୍ତି? ଏବଂ ହାତୁଡ଼ି ନିଆଣ ଧରି ଖୋଳନ୍ତି। ଏହାର ଉତ୍ତର ହେବ କ'ଣ ନା ବଢ଼େଇ। ବଢ଼େଇ କାଠରେ ପଲଙ୍କ ଟେବୁଲ ଚେୟାର ସବୁ ପ୍ରକାର ଜିନିଷ କରିପାରନ୍ତି। ହଁ, ଏଥର ବୁଝିଲେ ପିଲାମାନେ? ଢଗ ଢମାଳିର ଶେଷ ପଦ ସବୁ ପିଲାମାନେ କହିବାକୁ ଚେଷ୍ଟା କରିବେ। ନାତି ନାତୁଣୀକୁ ପାଖରେ ବସାଇ କହୁଥିଲେ କଥା ଜେଜେ। ନାତି ନାତୁଣୀକୁ ପାଖରେ ବସାଇ କହୁଥିଲେ କଥା ଜେଜେ। ଯେ ମୋର ପୁଅ କିଏ ହେବ ତୁମର କହିକି ପାରିବ ତୁମେ? କ'ଣ ହେବ? ଜେଜେ କ'ଣ କହୁଛନ୍ତି ପିଲାମାନଙ୍କୁ? ନାତି ନାତୁଣୀକୁ କ'ଣ କହୁଛନ୍ତି ନା ଯିଏ ମୋର ପୁଅ ସିଏ ତୁମର କ'ଣ ହେବ? ଜେଜେଙ୍କର ଯିଏ ପୁଅ ଆମର କ'ଣ ହେବ? କ'ଣ ହେବ ଆମର? ଆମର ହେବ କ'ଣ ନା ବାପା। ବାପା ହେବନି? ହଁ। ଭଗମାଳି ଶେଷ ହେବା ସଙ୍ଗେ ସଙ୍ଗେ ଆମେ ସମୟର ଶେଷ ପାହାଚରେ ବସି ସାରିଛେ। ହଁ, ପୁନର୍ବାର ନୂଆ ନୂଆ କାହାଣୀ, ଗପ, ସାହିତ୍ୟକୁ ନେଇ ସୁନ୍ଦର ସୁନ୍ଦର ବିଷୟରେ ପୁନର୍ବାର ସାକ୍ଷାତ ହେବ ଆମ ଓଡ଼ିଶା, ଆମ ସାହିତ୍ୟ ମାଧ୍ୟମରେ। ତେଣୁ ଆମର ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।